ରାଇ ହେଉଛି ଓଡ଼ିଶାର ଏକ ବହୁତ ପୁରୁଣା ଖାଇବା ଯେଉଁଟାକି ବିଭିନ୍ନ ପ୍ରକାର ପରିବାକୁ ନେଇ ହୋଇପାରିବ ଆଉ ଭିନ୍ନ ଭିନ୍ନ ଶୈଳୀରେ ମଧ୍ୟ ହୋଇପାରିବ। ତ ଚାଲନ୍ତୁ ଆଜି ଆମେ ପ୍ରସ୍ତୁତ କରିବା କଖାରୁ ଡଙ୍କର ରାଇ। ନମସ୍କାର, ଡିମ୍ପଲ୍ସ ଡେଲିସିୟସ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। କଖାରୁ ଡଙ୍କର ରାଇ ବନାଇବା ପାଇଁ ମୁଁ ଏଠି ଛୋଟ ଛୋଟ ଦୁଇଟି ବାଇଗଣ, ଗୋଟିଏ ଆଳୁ, ଛୋଟ ଖଣ୍ଡେ କଖାରୁ ଆଉ 3ରୁ 4ଟି କଖାରୁ ଡଙ୍କ ନେଇଛି। ଆପଣ ଚାହିଁଲେ ବହୁତ କଖାରୁ ଡଙ୍କ ନେଇପାରିବେ। ଏଠାରେ ତାର ମସଲା ପ୍ରସ୍ତୁତ ପାଇଁ 2 ଚାମଚ ମୁଁ ସୋରିଷ ନେଇଛି, ଯେଉଁ ଚାମଚ ଆମେ ରେଗୁଲାରଲି ୟୁଜ୍ କରୁଛେ ଘରେ ସେଇ ଚାମଚରେ। 1 ଚାମଚରୁ କମ୍ ଟିକେ ଜିରା ନେଇଛି, 2ଟି ଶୁଖିଲା ଲଙ୍କା। ଆପଣଙ୍କୁ ଯଦି ଅଧିକ ରାଗ ଭଲ ଲାଗୁଥିବ ତାହେଲେ ଆଉ ଟିକେ ଶୁଖିଲା ଲଙ୍କା ପକାଇ ପାରିବେ। ଏହାକୁ ମୁଁ ପ୍ରଥମେ ଅଧଘଣ୍ଟା ପୂର୍ବରୁ ଭିଜେଇ ରଖିଦେଇଥିଲି, କାରଣ ଏହା ଭିଜିବାକୁ ଆମକୁ ତାର ବାଟିବାକୁ ସହଜ ହେବ। ଯଦି ଆପଣ ସାଙ୍ଗେ ସାଙ୍ଗେ ମଧ୍ୟ ବାଟି ପାରିବେ, କିନ୍ତୁ ଟିକେ ଟାଇମ୍ ଲାଗିବ। ଏଇଠି ମୁଁ 7ରୁ 8 କୋଲା ରସୁଣ ଆଉ ଅଧ ଇଞ୍ଚି ଖଣ୍ଡ ଅଦା ନେଇଛି। ଏଠି ମୁଁ ସବୁଯାକ ପରିବାକୁ ଧୋଇକି ଭଲ ଭାବରେ କାଟି ନେଇଛି। କଖାରୁ ଶାଗ ମଧ୍ୟ କାଟି ନେଇଛି। ଗୋଟେ ମାଟି କଡ଼େଇକୁ ମୁଁ ଏଠି ଗରମ କରିଛି। ମୁଁ ପୂର୍ବ ଭିଡ଼ିଓରେ ମଧ୍ୟ କହିଥିଲି, ଯେତେବେଳେ ଆପଣ ମାଟି କଡ଼େଇ ୟୁଜ୍ କରୁଛନ୍ତି ସେତେବେଳେ ଆପଣ କୌଣସି ଟିସ୍ୟୁ ପେପର କିମ୍ବା ସଫା କପଡ଼ାରେ ତାକୁ ପୋଛିକି ବ୍ୟବହାର କରିବେ, କାରଣ ଯେଉଁ ପୁରୁଣା ତେଲ ରୁହେ ଟିକେ ଖାଇବାରୁ ସ୍ମେଲ୍ ଆସେ। ଏଠି ବଡ଼ 2 ଚାମଚ ସୋରିଷ ତେଲ ମୁଁ ନେଇଯାଇଛି। ଯେତେବେଳେ ଆମର ସୋରିଷ ତେଲ ଭଲ ଭାବରେ ଗରମ ହୋଇଯିବ, 1 ଚାମଚ ମୁଁ ଏଠି ପଞ୍ଚଫୁଟଣ ଦେଇଦେଇଛି। ପଞ୍ଚଫୁଟଣ ଭଲ ଭାବରେ ଫୁଟି ସାରିଲା ପରେ ଅଧା କଟା ହେଇଥିବା ପିଆଜ, ଚୁନ ଚୁନ କରି ଆମେ ଅଧା କଟା ହେଇଥିବା ପିଆଜକୁ ତାକୁ ଦେଇ ଭଲ ଭାବରେ ଭାଜିଦେବା। ପିଆଜକୁ ଆମକୁ ଏଠି ବହୁତ ବ୍ରାଉନ୍ କରି ଭାଜିବାର ନାହିଁ, ବାସ୍ ଅଳ୍ପ ତାର କଲର୍ ଚେଞ୍ଜ ହେଇଗଲେ ଆମେ ଯେଉଁ କାଟିକି ରଖିଥିବା ପରିମା ମଧ୍ୟରୁ କଟା ହେଇଥିବା ଆଳୁ, କଖାରୁ ଆଉ କଖାରୁର ଡଙ୍କ ଏଠି ପ୍ରଥମେ ପକାଇଦେବା। ବାଇଗଣ ଆଉ କଖାରୁର ଶାଗ ସେଇଟା ଆମେ ପରେ ବ୍ୟବହାର କରିବା। ଯଦି ମୋର ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍ କମେଣ୍ଟ କରନ୍ତୁ। ଯଦି ମୋର ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ଏଗୁଡ଼ିକ ଭଲସେ ଭାଜିଦେଲା ପରେ ଆମେ ଏବେ କିଛି ସମୟ ପାଇଁ ତାକୁ ଢାଙ୍କି ଦେବା, ତାକି ଆମର ପରିବା ଜଲ୍ଦି ସିଝିଯିବ। ଆମେ ବର୍ତ୍ତମାନ କାଢ଼ିକି ଚେକ୍ କରିବା। ଏବେ ଆମର ପରିବା 20ରୁ 30% ସିଝିଗଲାଣି। ଏଠି ଆମେ ଯେଉଁ ବାଟିକି ମସଲା ଯେଉଁ ଆମେ ପ୍ରସ୍ତୁତ କରିଥିଲେ ସେଇ ବାଟିକି ତାକୁ ବଟା ମସଲାକୁ ଦେଇଦେବା। ବଟା ମସଲାକୁ ଦେଲା ପରେ ଆମର ଯେଉଁ ଗିନାରେ ଯେଉଁଠି ବି ଲାଗିଥିବ, ଆମେ ଏଠି ଅଧ କପ୍, ଯଦି ମେଜରମେଣ୍ଟ କପ୍ ଥିବ ଅଧ କପ୍, ନାହିଁ ତ ଗିନାରେ ଆପଣ ଯଦି ବଡ଼ ଗିନା ହେଇଥିବ ସେଥିରେ ଅଧା ଗିନା, ଯଦି ଛୋଟ ଗୋଟେ ଗିନା ହେଇଥିବ ସେଥିରେ ଆପଣ 1 ଗିନା ପାଣି ଦେବେ। ଏଠି ଅଧ ଛୋଟ ଚାମଚ ହଳଦୀ ଆଉ ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ଭଲ ଭାବରେ ମିଶାଇ ଦେବେ। ତାପରେ ପାଣି ଦେଇ ତାକୁ ପୁଣି କିଛି ସମୟ ପାଇଁ ଆମେ ଢାଙ୍କି ଦେବା। ଦେଖନ୍ତୁ ଆମର ଫୁଟି ଆସିଲାଣି। ଏବେ ଯେତେବେଳେ ଆମର ଭଲ ଭାବରେ ଫୁଟିଯିବ, ତାପରେ କଟା ହେଇଥିବା ବାଇଗଣ ଆଉ କଖାରୁ ଶାଗ, ମୁଁ ଏଠି ଭଜା ବଡ଼ି, ଏଇଟା ଅପସନାଲ୍, ଯଦି ଆପଣଙ୍କ ପାଖରେ ଅଛି ତାହେଲେ ବହୁତ ଭଲ, ଯଦି ନାହିଁ ବି ଚଳିବ। ଆକୁ ଭଲ ଭାବରେ ଢାଙ୍କି ଦେଲି, ଘୋଡ଼େଇଲିନି, କାରଣ ଶାଗ ଆମର ବହୁତ ହେଇଯାଇଥିଲା ତ ଘାଣ୍ଟିବାକୁ ଅସୁବିଧା ହୁଏ। ଏଠି ଦେଖନ୍ତୁ ଆମର ଶାଗ ଟିକେ ନରମି ଯାଇଛି। ତାପରେ ପୁଣି ଆମେ ଢାଙ୍କୁଣି କାଢ଼ି ପୁଣି ତାକୁ ଭଲ ଭାବରେ ମିଶାଇ ଦେବା। ଏଠି ଆଳୁ ମୋର ଏବେ 70% ସିଝିଗଲାଣି। ଆମେ ଆଉ କିଛି ସମୟ ପାଇଁ ଆକୁ ବସାଇ ଦେବା। ଏବେ ଦେଖନ୍ତୁ ଇଏ ଆମର ପ୍ରାୟ ହେଇ ଆସିଲାଣି। ଏଇଟା ଯେହେତୁ ମାଟି କଡ଼େଇ, ଆକୁ କିଛି ସମୟ ପାଇଁ ଛାଡ଼ିଦେଲେ ସେ ପୁଣି ହେଇଯାଏ, ଭଲ ଭାବରେ ପରିବା ସିଝିଯାଏ ଆଉ ତାର ଗ୍ରେଭି ବି ଶୁଖି ଯାଇଥିଲା। ତ ଦେଖନ୍ତୁ ଏଇଠି ଆମର ପ୍ରସ୍ତୁତ ହେଇଯାଇଛି କଖାରୁ ଡଙ୍କର ରାଇ। ଏବେ ଆମେ ସର୍ଭିଂ କରିବା ଚାଲନ୍ତୁ। ये देखନ୍ତୁ ବହୁତ ଟେଷ୍ଟି ହେଇଥିଲା। ଯଦି ଆପଣ କେବେ ନ ବନେଇବେ ତାର ଟେଷ୍ଟ ଜାଣିପାରିବେନି। ପ୍ଲିଜ୍ ଥରେ ଟ୍ରାଏ କରନ୍ତୁ ଆଉ ଆପଣଙ୍କ ଅନୁଭବ ମୋ ସାଥିରେ ସେୟାର କରନ୍ତୁ। ଆଉ କମେଣ୍ଟରେ ନିଶ୍ଚିନ୍ତ ଜଣାନ୍ତୁ କି ଆପଣଙ୍କୁ କଖାରୁ ଡଙ୍କର ରାଇ କେମିତି ଲାଗିଲା। ଧନ୍ୟବାଦ।